ପଛଘୁଞ୍ଚା ଦେଉନାହାନ୍ତି ବବି। ବବିଙ୍କୁ ନେଇ ଅସନ୍ତୋଷ ପରେ ବି ଦଳରେ ସକ୍ରିୟ ବବି। ବିଜେଡିକୁ ଶାସନକୁ ଫେରାଇବାକୁ ଏବେଠୁ ପ୍ରସ୍ତୁତ ହେଲେଣି ବବି। କ୍ଷମତାରେ ନଥାଇ ବି କାହିଁକି ଦଳରେ କ୍ଷମତାଶାଳୀ ବବି। ବିଜେଡି ଦଳର ଆଗ ଧାଡ଼ିର ଓ ସବୁଠାରୁ ସକ୍ରିୟ ନେତା ବବି ଦାସ। କୁହାଯାଉଥିଲା ନବୀନଙ୍କ ବିକଳ୍ପ ସାଜିବେ ବବି ଦାସ। ଦଳକୁ ତୃଣମୂଳରୁ ମଜବୁତ କରିବାରେ ଭୂମିକା ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳର ସାଂଗଠନିକ ପଦବୀରେ ରହି ଦଳ ପାଇଁ ଢେର କାମ କରିଥିବାର ଦେଖାଯାଉଥିଲା। ହେଲେ ବବିଙ୍କୁ ନେଇ ଏବେ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯିଏ ଦଳକୁ ବାଏ ବାଏ କରୁଛନ୍ତି, ବବିଙ୍କ ବିରୁଦ୍ଧରେ କହିବାକୁ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡ଼ୁ ଛାଡ଼ୁ ଗଣମାଧ୍ୟମ ଆଗରେ ବବିଙ୍କ ନାଁରେ ସିଧାସଳଖ ଅଭିଯୋଗ ଆଣିଥିଲେ। 2024ରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଲଢ଼ି ହାରି ଯାଇଥିଲେ ବବି ଦାସ। ଆଉ ସେବେଠାରୁ ରାଜନୀତିରେ ତାଙ୍କର ଆଭିମୁଖ୍ୟ କ'ଣ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଦଳରେ ସେ ଏବେ ବି ସକ୍ରିୟ ଥିବାର ଜଣାପଡ଼ୁଛି। ଦଳର ନେତାମାନଙ୍କୁ ଏବେ ବି କଣ୍ଟ୍ରୋଲ କରୁଛନ୍ତି ବବି ଦାସ। ଦଳୀୟ କାର୍ଯ୍ୟକ୍ରମକୁ ନିଜ ଇଚ୍ଛାରେ ଆୟୋଜନ କରୁଛନ୍ତି ପ୍ରଣବ ପ୍ରକାଶ ଦାସ। ଦଳରେ ତାଙ୍କୁ ନେଇ ଅସନ୍ତୋଷ ବିରୋଧ ଥିଲେ ବି ପଛଘୁଞ୍ଚା ଦେଉନାହାନ୍ତି ବବି ଦାସ। ଦଳକୁ ସଜାଡ଼ିବାକୁ ଏବେଠୁ ଲାଗି ପଡ଼ିଛନ୍ତି ପ୍ରଣବ। ଆଗାମୀ ଦିନରେ ଦଳକୁ କିପରି ମଜବୁତ କରାଯିବ ସେ କ୍ଷେତ୍ରରେ ଦୃଷ୍ଟି ଦେଉଥିବା ଜଣାପଡ଼ୁଛି। ରାଜନୀତିରେ ଖୁବ୍ ଚତୁରତାର ସହ ରାଜନୀତି ଗୋଷ୍ଠୀ ପରିଚାଳନା କରିବାରେ ମାହିର ବବି ଓରଫ ପ୍ରଣବ ପ୍ରକାଶ ଦାସ। ତିନି ଥରର ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚିତ ହୋଇଥିବା ପ୍ରଣବ ଏବେ କ୍ଷମତା ଶୂନ୍ୟ। ପରିଚୟ ଏବେ ପୂର୍ବତନ ବିଧାୟକ। ହେଲେ ଏବେ ବି ଦଳରେ ରହି ଦଳକୁ ଆଗକୁ ନେବାରେ ଜୋରସୋର ଲାଗି ପଡ଼ିଛନ୍ତି ବବି। ତେବେ ଆଗକୁ ତାଙ୍କର ଅନ୍ୟ ଆଭିମୁଖ୍ୟ କ'ଣ ତାକୁ ନେଇ ଆଲୋଚନା ଜୋର ଧରିଛି। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତିଦିନ।